ଘନ ଜଙ୍ଗଲର ଧାରେ ଏକ ସୁନ୍ଦର ମୟୂରୀ ରହୁଥିଲା। ସେ ନାଚିବାରେ ବହୁତ ସୁନ୍ଦର ଥିଲା। ତାର ପାଖ ଦେଖି ଜଙ୍ଗଲର ସବୁ ପ୍ରାଣୀ ମୁଗ୍ଧ ହୋଇଯାଉଥିଲେ। କିନ୍ତୁ ଏହି ଜଙ୍ଗଲରେ ଏକ ଚତୁର ଶିଆଳ ମଧ୍ୟ ରହୁଥିଲା। ସେ ସବୁବେଳେ ମୟୂରୀକୁ ଧରି ଖାଇବା ପାଇଁ ଯୋଜନା କରୁଥିଲା। ଗୋଟେ ଦିନ ଶିଆଳ ମୟୂରୀ ପାଖକୁ ଆସି କହିଲା, ତୁମେ ନାଚ, ମୁଁ ଗୀତ ଗାଇ ଦେଉଛି। ଆମେ ଦୁଇ ଜଣ ମିଶି ବଡ଼ ଆନନ୍ଦ କରିବା। ମୟୂରୀ ଶିଆଳର ଚାଲାକି ବୁଝିଗଲା। ସେ ହସି କହିଲା, ଭଲ ଠିକ୍, ମୁଁ ନାଚିବି, କିନ୍ତୁ ତୁମେ ପ୍ରଥମେ ତୁମ ପାଖରେ ଥିବା ସେ ଗୋଲିଆ ପଥରଟା ମୋ ପାଖକୁ ଦେଇଦିଅ। ଶିଆଳ ଭାବିଲା, ଆଚ୍ଛା, ଏହାକୁ ଦେଲେ କିଛି ହେବ ନାହିଁ। ସେ ପଥରଟି ଉଠାଇଥିବା ସମୟରେ ମୟୂରୀ ତୁରନ୍ତ ଶୀଘ୍ର ଉଡ଼ି ଗଛର ଉପରକୁ ଚାଲିଗଲା। ଶିଆଳ ଆଶ୍ଚର୍ଯ୍ୟ ହେଲା, ଗଛ ତଳେ ଡାକିଲା, ଆରେ ତାହେଲେ ମୋତେ ଭୁଲାଇ ଦେଲୁ। ମୟୂରୀ ହସି କହିଲା, ଚତୁର ଭଲ, କିନ୍ତୁ ଦୁଷ୍ଟ ଉଦ୍ଦେଶ୍ୟ ସହିତ ଚତୁର କରିଲେ ଫଳ ଖରାପ ମିଳେ। ତୁମେ ଅନ୍ୟକୁ ଧୋକା ଦେବାକୁ ଯାଉଥିଲ, ସେଥିପାଇଁ ନିଜେ ଧୋକା ଖାଇଲ।